ଆମେ ଶ୍ରୀମନ୍ଦିର ଜାଣିବା କଥାରେ ଜାଣିବା ଅପସର କ'ଣ? ଅପସର ଏ ଶବ୍ଦଟି ଶ୍ରୀମନ୍ଦିରରେ ବ୍ୟବହାର କରାଯାଇଥାଏ। ଦର୍ଶକ ବନ୍ଧୁ, ଯାହାକି ଅପସର କହିଲେ ଅପସରି ଯିବା। ଅପସର ଭଗବାନଙ୍କର ଦେଖିବେ, ଯାହାକି ରଥଯାତ୍ରା ସମୟରେ ଅନ୍ୟାନ୍ୟ ଯାତ୍ରା ସମୟରେ ପ୍ରଭୁଙ୍କର ହେଉଛନ୍ତି ଶ୍ରୀଅଙ୍ଗକୁ ପ୍ରଭୁଙ୍କର ସୁରକ୍ଷା ଭାବରେ ରଖିବା ପାଇଁ ଏ ଅପସରଟି ପ୍ରଭୁଙ୍କର ହେଉଛନ୍ତି ଗୋଟିଏ ସ୍ୱତନ୍ତ୍ର ଉପାଦାନ, ଯାହାକି ଅପସର ମାନେ ଅପସରି ଯିବା। ଯେମିତି ଆମେ ଘରେ କୌଣସି ପ୍ରକାରର ଟିକେ ହେଉଛନ୍ତି ନିଜକୁ ବିଶ୍ରାମ ନେବା ପାଇଁ ମାଣ୍ଡି ବ୍ୟବହାର କରିଥାଏ। ବସିଲା ବେଳେ ଆଉଜିକି ଟିକେ ମାଣ୍ଡିରେ ବସିଯିବା, ଶୋଇଲା ବେଳେ ମାଣ୍ଡି ଟିକେ ଦେଉଛେ। ସେଇଭଳି ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାବନ କ୍ଷେତ୍ରରେ ଅପସର ପ୍ରଭୁଙ୍କର ହେଉଛନ୍ତି ମାଣ୍ଡି, କାରଣ ସେ ପଛପଟେ ରହେ। ତଳେ ଗୋଟିଏ ଥାଏ, ତାକୁ ହେଉଛି ଚକା କୁହାଯାଏ, ଏବଂ ଉପରଟି ହେଉଛି ଅପସର, ଯାହାକି ମହାପ୍ରଭୁଙ୍କର ପଛ ଭାଗଟି ଅପସରିକିରି ରହେ, ମାଣ୍ଡି ଭଳି ହେଉଛନ୍ତି କାର୍ଯ୍ୟ କରେ। ପ୍ରଭୁଙ୍କର ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ସହିତ ମାଣ୍ଡି ଭଳି କାର୍ଯ୍ୟ କରିଥାଏ। ତେଣୁ ସ୍ନାନ ବେଦୀରେ ପ୍ରଭୁ ବସିଥାନ୍ତୁ, ଅଥବା ଆପଣମାନେ ଦେଖିବେ ମହାପ୍ରଭୁଙ୍କର ସିଂହାସନରେ ବସିଥାନ୍ତୁ, କାରଣ ରତ୍ନ ସିଂହାସନରେ ଏତେ ବାଟ ଦେଖାଯାଏ ନାହିଁ। ଆପଣମାନେ କେବଳ ଅପସରକୁ ଦେଖିପାରିବେ ଯେତେବେଳେ ରଥଯାତ୍ରା ସମୟରେ ମହାପ୍ରଭୁ ରଥରେ ବସିଥିବେ, ତାଙ୍କୁ ଅପସର ଲାଗିଯାଇଥିବ। ପଛପଟେ ମାଣ୍ଡି ଭଳି ଗୋଟିଏ ମହାପ୍ରଭୁ ଆଉଜିକିରି ବସିଥିବେ, ଏବଂ ତାକୁ ଅପସର କୁହାଯାଏ। ଏତତ୍ ବ୍ୟତୀତ ଆହୁରି ମଧ୍ୟ ସ୍ନାନ ମଣ୍ଡପ ଉପରେ ପ୍ରଭୁ ଯେତେବେଳେ ପହୁଣ୍ଡି ହୋଇ ଆସି ପହଞ୍ଚନ୍ତି, ସେତେବେଳେ ମଧ୍ୟ ଅପସର ଲାଗିଥାଏ ମହାପ୍ରଭୁଙ୍କର ଶ୍ରୀଅଙ୍ଗର ପଛପଟେ, ଯାହାକି ଅପସରଟି ମାଣ୍ଡି ଭଳି କାମ କରେ। ସାଧାରଣ ଆମର ଯେଭଳି ମାଣ୍ଡି ଭାବରେ ରହିଛି ମାଣ୍ଡି, ସେମିତି ଜଗନ୍ନାଥ ମହାପ୍ରଭୁଙ୍କର ତାର ନାଁଟି ହେଉଛି ଅପସର। ଦର୍ଶକ ବନ୍ଧୁ, ଆମେ ତ ବିଶେଷ ଭାବରେ ପ୍ରଭୁଙ୍କର ଏ ଅପସର ସମ୍ପର୍କରେ ଜାଣିଲେ। ମହାପ୍ରଭୁ ଯେଉଁଥିରେ ବିଶ୍ରାମ ରୁନ୍ଧା ହେଲା ବେଳେ ଅପସରଟି ପଛପଟେ ଥାଏ। ତେଣୁ ଏ ଅପସର ପ୍ରଭୁଙ୍କର ହେଉଛନ୍ତି ଗୋଟିଏ ମାଣ୍ଡି। ଆମେ ସରଳ ଭାବରେ ମଧ୍ୟ ତାହା ବୁଝିଲେ। ଏତତ୍ ବ୍ୟତୀତ ଆଜିର କାର୍ଯ୍ୟକ୍ରମକୁ ଆମେ ଯିବା। ତେବେ ତା ପୂର୍ବରୁ ଆପଣମାନେ ଦେଖୁଛନ୍ତି ଜୟ ଜଗନ୍ନାଥ ଟିଭିର ସିଧା ପ୍ରସାରଣ ମାଧ୍ୟମରେ ପବିତ୍ର ବଡ଼ଦାଣ୍ଡ ଭକ୍ତମାନଙ୍କର ଯିବା ଆସିବା ଲାଗିଛି। ମହାପ୍ରଭୁଙ୍କୁ ଭକ୍ତମାନେ